हेलो फ्रेंड्स वेलकम टू माय चैनल। आज ମୁଁ କଣ ପାଇଁ ରେଡି ହଉଛି ଆଉ କୁଆଡେ ଯାଉଛି ସେଟା ମୁଁ ମୋ ଭିଡିଓରେ ଆଗକୁ ଆପଣମାନଙ୍କୁ ଦେଖେଇବି। ଏଠି ମୁଁ ମୋ ଅଳତା ଲଗା ଷ୍ଟାର୍ଟ କରିସାରିଲିଣି ଆଉ ମୋ ଅଳତା ଲଗା ବି ଏଇଠି ଫିନିଶ ହେଇଗଲା ଦେଖନ୍ତୁ। ତ ମୁଁ ବି ରେଡି ହେଇଗଲିଣି ଟୋଟାଲ ଯିବା ପାଇଁ। କିଛିଟା ଲୁକ୍ ରୁ ତ ଆପଣ ଗେସ୍ କରିପାରୁଥିବେ କି ଆମେ କୁଆଡେ ଯାଉଛୁ ବୋଲି। ଏଠି ଆମେ ବାହାରି ଆସିଲୁ ସମସ୍ତେ ଯିବା ପାଇଁ। ତ ଜିନିଷ ପତ୍ର ଦେଖିକି ତ ଆପଣ ଜାଣିପାରୁଥିବେ କି ଆମେ ବୋଲବମ୍ ଯାଉଛୁ ବୋଲି। ତ ଆସିକି ଆମେ ଘାଟରେ ପହଞ୍ଚି ଗଲୁ ପାଣି ଉଠେଇବା ପାଇଁ। ମନ୍ଦିରରେ ପୂଜାପୂଜି ବି ଷ୍ଟାର୍ଟ ହେଇସାରିଥିଲା। ତ ଆମେ ପୂଜାର ମୋର ଆସିକି ପହଞ୍ଚି ଗଲୁ। ଏଇଟା ହଉଛି ମୋର ଆଜିର ଲୁକ୍। ତ ଦେଖିକି କହିବେ କେମିତି ଲାଗୁଛି। ଆଉ ଯଦି ଆପଣଙ୍କୁ ଏଇ ଡ୍ରେସ୍ର ଲିଙ୍କଟା ଦରକାର ତ ଆପଣମାନେ ମୋତେ କମେଣ୍ଟ କରିକି ଜଣେଇବେ କମେଣ୍ଟ ସେକ୍ସନରେ। ତ ମୁଁ ଆପଣଙ୍କୁ ଲିଙ୍କଟା ଦେଇଦେବି, ଆପଣ ସେଇଠୁ ଯାଇ ଡାଇରେକ୍ଟ ଅର୍ଡ଼ର କରିପାରିବେ। ତ ବର୍ଷା ଯୋଗୁ ପାଣି ବହୁତ ଥିଲା ନଈରେ, ଡର ବି ଲାଗୁଥିଲା ପାଣି ଉଠେଇବା ପାଇଁ। ସୁଅ ବି ବହୁତ ଜୋରସେ ଚାଲୁଥିଲା। ତ ଧୀରେ ଧୀରେ ଆମେ ବି ଗଲୁ ପାଣି ଭିତରକୁ ବାଉଙ୍ଗିଟା ଧୋଇକି ଆଣିକି ଥୋଇବା ପାଇଁ। ପୂଜାର ମୋର ଧରାଧରି ହେଇକି ଯାଉଛୁ, ଦେଖିପାରୁଥିବେ ଆପଣ ମାନେ, କାହିଁକି ନା ଡର ଅବଭିୟସଲି ଲାଗୁଥିଲା, ପାଣି ବହୁତ ଥିଲା। କାଳେ କୁମ୍ଭୀର ପଳେଇ ଆସିଥିବ ବୋଲି ସେଇଟା ବି ଟିକେ ଡର ଥିଲା। ଏଇଠି ଆମେ ବାଉଙ୍ଗି ଧୋଇ ଥୋଇକି ଆସି ସାରିଲା ପରେ ପାଣି ନବା ପାଇଁ ପଳେଇ ଆସିଲୁ, ବୁଡିକି ପାଣି ଉଠେଇବୁ। ଦଳ ହରିଆ ଦେଖିକି ଅସନା ତ ଲାଗୁଥିଲା, ବଟ୍ ଠାକୁରଙ୍କ ପାଖକୁ ଆସିଛୁ ଯେହେତୁ ତ ଅସନା ବାରିବାଟା ଭଲ ନୁହେଁ। ତ ଆମେ ଧୀରେ ଧୀରେ ଭିତରକୁ ଯାଉଛୁ, ସଫା କରି କରି ଯାଉଛୁ ଭିତରକୁ ପାଣି ଉଠେଇବା ପାଇଁ। ଆପଣ ମାନେ ଦେଖିକି ଜାଣିପାରୁଥିବେ କେତେ ଜୋର ସୁଅ ଆସୁଛି, ତ ଡର ବି ବହୁତ ଲାଗୁଥିଲା କାଳେ କିଏ ଖସିଯିବ। ତଳେ ବି ପଥର ବହୁତ ପଡିଥିଲା। ତ ଏଇଠି ପୂଜା ତାର ଫାଷ୍ଟ ପାଣି ଉଠେଇକି ପଳେଇ ଆସିଥିଲା ଧୀରେ ଧୀରେ। ତାକୁ ବି ବହୁତ ଡର ଲାଗୁଥିଲା କାଳେ ଗୋଡ ଖସିଯିବ ବୋଲି। ଏଇଠି ମୁଁ ବି ଉଠେଇକି ପଳେଇ ଆସିଥିଲି ପାଣି। ତ ଧୀରେ ଧୀରେ ଏଇଠି ଆମର ପୂଜା ବି ଷ୍ଟାର୍ଟ ହେଇଗଲାଣି। ତ ଆମେ ସବୁ ଏଇଠି ଜିନିଷ ପତ୍ର ସଜାଡୁଛୁ ପୂଜା କରିବୁ ବୋଲି। ଧୀରେ ଧୀରେ ସବୁ ଖୋଲା ଖୋଲି କରି ସବୁ ସଜଡା ସଜଡି କରୁଛୁ। ଏଇଠି ନନା ବି ତାଙ୍କର ପୂଜା ଷ୍ଟାର୍ଟ କରିଦେଲେଣି। ତାପରେ ଆମେ ଟିକେ ସିନ୍ଦୁର ଆଉ ଚନ୍ଦନ ଲଗେଇକି ଆମ କଳସରେ ଆଉ ନଡିଆରେ ଟିକେ ପୂଜା କରିଦବା। ତାପରେ ଏଠି ଦେଖନ୍ତୁ ମୁଁ ଟିକେ ମୋ ନିଜ ମୁଣ୍ଡରେ ବି ମାରିଦେଇକି ତାପରେ ଆମେ ଟିକେ ଧ୍ୟାନରେ ବସିଲୁ। ନନା କହିଲେ ଯେହେତୁ ଟିକେ ଧ୍ୟାନରେ ବସିବାକୁ, ତ ଆମେ କିଛି ସେକେଣ୍ଡ ପାଇଁ ଧ୍ୟାନରେ ବସିକି ମୁଁ ମୋ ବନ୍ଧାବନ୍ଧି କରିବା ଷ୍ଟାର୍ଟ କରିଦେଲି କଳସକୁ। କାହିଁକିନା ତାକୁ ଟାଇଟଲି ନ ବାନ୍ଧିଲେ ସେ ପାଣି ସବୁ ବୋହିଯାଏ ଆଉ ସବୁ ମାନେ ପଡିଯାଏ ତଳକୁ। ତ ତାକୁ ଟାଇଟଲି ବାନ୍ଧିବାର ଅଛି। ତ ମୁଁ ତାକୁ ଟ୍ରାଏ କରୁଥିଲି ଟାଇଟଲି ବାନ୍ଧିବା ପାଇଁ। ଦେଖାଯାଉ କଣ ହଉଛି ବାଟରେ। ତ ବନ୍ଧାବନ୍ଧି ଏଇଠି ଆମର ଧୀରେ ଧୀରେ କମ୍ପ୍ଲିଟ ହେଇ ଆସୁଛି। ଗୋଟାଏ ତ ମୁଁ ବାନ୍ଧି ସାଇଲିଣି। ତ ବନ୍ଧାବନ୍ଧି ସରିଗଲା। ତ ଏଇଠି ଆମେ ପୁଣି ଯିବୁ, ନନା କହିଲେ କି ଆଉଥରେ ପୁଣି ବୁଡ ଦେଇକି ଆସିକି ବି ପାଣି ନେଇକି ବେଢା ବୁଲିବା ପାଇଁ। ସେଇଠି ଆମେ ପୂଜାର ମୋର ଆଉଥରେ ବୁଡ ପକେଇକି ପଳେଇ ଆସିଥିଲୁ। ତ ଦେଖାଯାଉ କଣ ହଉଛି। ଏଇଠି ଆମେ ଧୀରେ ଧୀରେ ବେଢା ବୁଲିଲୁ। ମନ୍ଦିର ବେଢା ବୁଲି ସାରିଲା ପରେ ଯାଇକି ଆମେ ବାହାରିକି ଆସିବୁ ପାଣି ନେଇକି ମନ୍ଦିର ଭିତରୁ। ତ ଏଇଠି ଆମେ ବାହାରିକି ପଳେଇ ଆସିଲୁଣୁ। ଧୀରେ ଧୀରେ ଚାଲି ଚାଲି ଯାଉଛୁ, ଦେଖାଯାଉ କଣ ହଉଛି, କେତେ ବାଟ ଚାଲି ପାରୁଛୁ କି ଚାଲି ପାରୁନୁ। ଏଇଠି ମୁଁ ଟିକେ ଆଗୁଆ ବହୁତ ପଳେଇ ଆସିଲି, ତ ମୁଁ ଟିକେ ରହିଗଲି। ସେମାନେ ଟିକେ ପଛୁଆ ଥିଲେ ଯେହେତୁ, ତ ମୁଁ ଟିକେ ଏଇଠି ରହିଗଲି। ସେମାନେ ଆସିଲା ପରେ ମୁଁ ପୁଣି ଧୀରେ ଧୀରେ ଚାଲିବା ଷ୍ଟାର୍ଟ କଲି। ତ ଆସିକି ଆମେ ପାଖାପାଖି ବହୁତ ହେଇଗଲୁଣୁ। ଆଉ ଅଳ୍ପ ବାଟ ଥିଲା, ବଟ୍ ଗୋଡ ତ ଏତେ ଜୋର ଭାଇ ପେନ୍ ହଉଥିଲା ଯେ ଆଉ କଣ କହିବୁ। ତ ଆସିକି ଫାଇନାଲି ଆମେ ଆମ ମନ୍ଦିରରେ ପହଞ୍ଚିଗଲୁ ପାଣି ଢାଳିବା ପାଇଁ। ଏଠି ବି ତ ବେଢା ପରିକ୍ରମା କରିବାକୁ ପଡିବ ଯେହେତୁ, ତ ମୁଁ ବି ବେଢା ପରିକ୍ରମା କରିଲି। ତ ତାପରେ ଯିବା ମନ୍ଦିରକୁ ଆମେ ପାଣି ଢାଳିବା। ଓମ୍ ନମଃ ଶିବାୟ।